तुम्हे आम्भମାନଙ୍କର ପ୍ରତିପାଳକ, तुम्हे आम्भମାନଙ୍କର ସାନ୍ତ୍ୱନାକାରୀ ପରମେଶ୍ୱର। ତେଣୁ ପ୍ରଭୁ ଏହି ଶୋକାକୁଳ ସମୟରେ ପ୍ରିୟ ପରିବାରକୁ ଆମେ ତୁମ ହସ୍ତରେ ସମର୍ପଣ କରୁଛୁ। ତୁମରି ଯୋଜନା ସଂକଳ୍ପ ଅନୁସାରେ ତୁମେ ଆପଣର ପ୍ରିୟ ଦାସଙ୍କୁ ଆପଣର କଳସ୍ଥ କଲ ପିତା। ଜଗତରେ ତାଙ୍କୁ ତୁମେ ତୁମରି କରି ବ୍ୟବହାର କରୁଥିଲ। ପ୍ରଭୁ ଆଜି ତୁମ ପ୍ରିୟ ଦାସଙ୍କୁ ହରାଇ ପ୍ରିୟ ପରିବାର ବିଳାପ କରୁଛନ୍ତି, ଶୋକ କରୁଛନ୍ତି। ସ୍ୱର୍ଗୀୟ ପିତା ଦୁର୍ବଳ ଅନୁଭବ କରୁଥିବା ସମୟରେ ତୁମେ ସେମାନଙ୍କର ବଳ ହୁଅ ବୋଲି ପ୍ରାର୍ଥନା କରୁଛୁ ପ୍ରଭୁ। ପ୍ରଭୁ ଅବଶିଷ୍ଟ ଜୀବନ ପ୍ରାର୍ଥନା କରୁଛୁ ସ୍ୱର୍ଗୀୟ ପିତା, ତୁମେ ଆପଣର ସ୍କନ୍ଧରେ ସେମାନଙ୍କୁ ବହି ନିଅ ବୋଲି ପ୍ରାର୍ଥନା କରୁଛୁ ପ୍ରଭୁ। ପ୍ରଭୁ ପ୍ରାର୍ଥନା କରୁଛୁ ତୁମରି ଅନୁଗ୍ରହ ସେମାନଙ୍କ ନିମନ୍ତେ ଯଥେଷ୍ଟ ହଉ ବୋଲି ପ୍ରାର୍ଥନା କରୁଛୁ ପ୍ରଭୁ। ସ୍ୱର୍ଗୀୟ ପିତା ବିଶେଷ କରି ତୁମ ପ୍ରିୟ ଦାସଙ୍କୁ ଆମେ ତୁମ ହସ୍ତରେ ସମର୍ପଣ କରୁଛୁ। ପ୍ରଭୁ ତୁମେ ଆପଣର ହସ୍ତ ବଢ଼ାଇ ତାଙ୍କ ହସ୍ତ ଧରି ଜଗତରେ ତୁମେ କଢ଼ାଇ ଦିଅ ବୋଲି ପ୍ରାର୍ଥନା କରୁଛୁ ପ୍ରଭୁ। ତାଙ୍କ ସ୍ୱାମୀ ତୁମେ ହୁଅ। ସ୍ୱର୍ଗୀୟ ପିତା ଧୈର୍ଯ୍ୟହରା ହେବାକୁ ଦିଅ ନାହିଁ। ତୁମେ ତାଙ୍କ ଦୃଢ଼ ଦୁର୍ଗ ହୁଅ। ତୁମେ ତାଙ୍କର ପ୍ରଭୁ ପ୍ରାର୍ଥନା କରୁଛୁ ପିଲାମାନଙ୍କର ଭବିଷ୍ୟତକୁ ତୁମେ ଉଜ୍ଜଳ କରିଅଛ ପ୍ରଭୁ। ଜଗତରେ ପ୍ରଭୁ ପ୍ରାର୍ଥନା କରୁଛୁ ତୁମେ ତୁମ ପ୍ରିୟ ଦାସଙ୍କୁ ଯେଭଳି ଗୁଣ ଦେଇ ତୁମେ ବ୍ୟବହାର କରୁଥିଲ ପ୍ରଭୁ, ସେହି ସକଳ ଗୁଣ ପିଲାମାନଙ୍କୁ ଜୀବନରେ ପ୍ରଦାନ କର ପ୍ରଭୁ। ଆଦର୍ଶ ସ୍ୱରୂପ ହେବେ ପ୍ରଭୁ, ଏଭଳି ଅନୁଗ୍ରହ ଦୟା ତୁମେ କର ବୋଲି ପ୍ରାର୍ଥନା କରୁଛୁ ସ୍ୱର୍ଗୀୟ ପିତା। ପରିବାରର କର୍ତ୍ତା ତୁମେ ହୁଅ ପ୍ରଭୁ। ପରିବାରର ଲୁହକୁ ତୁମେ ପୋଛି ଦିଅ ବୋଲି ପ୍ରାର୍ଥନା କରୁଛୁ। ପ୍ରାର୍ଥନା କରୁଛୁ ଆପଣର ପକ୍ଷ ତଳେ ନିତ୍ୟ ନିତ୍ୟ ପରିବାରକୁ ଆଶ୍ରୟ ଦେଇ ପ୍ରଭୁ ଜଗତରେ ତୁମର କରି ବ୍ୟବହାର କର ସ୍ୱର୍ଗୀୟ ପିତା। ପୁନର୍ବାର ପରିବାରକୁ ମଣ୍ଡଳୀକୁ ତୁମ ହସ୍ତରେ ସମର୍ପଣ କରି ଯୀଶୁଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରୁଛୁ ପିତା। ପ୍ରିୟ ସଦାକଳ ପରିବାରକୁ ତୁମର କତିକୁ ଆଣୁଛୁ ଯୀଶୁଙ୍କ ନାମରେ। ତୁମେ ଶିଷ୍ୟମାନଙ୍କୁ କହିଥିଲ ଆମେ ତୁମକୁ ଅନାଥ କରି ଛାଡ଼ିବୁ, ନିଶ୍ଚୟ ଆମେ ପୁନର୍ବାର ତୁମ ନିକଟକୁ ଆସିବୁ। ପ୍ରଭୁ ଆଜି ମଧ୍ୟ ତୁମର ସେମାନଙ୍କୁ ଶୁଣାଅ ପ୍ରଭୁ। ମୁଁ ତୁମମାନଙ୍କୁ କେବେ ଅନାଥ କରି ଛାଡ଼ିବିନି ପ୍ରଭୁ। ତୁମର ହସ୍ତ ସଂକୁଚିତ ନୁହେଁ ଆମର ଅଶ୍ରୁକୁ ବୁଝିବା ପାଇଁ, ଆମର ଦୁଃଖକୁ ଦୂର କରିବା ପାଇଁ ପ୍ରାର୍ଥନା କରୁଛୁ ପ୍ରଭୁ। ସମସ୍ତଙ୍କର ଚକ୍ଷୁର ଅଶ୍ରୁକୁ ବୁଝି ଅତି ଶୀଘ୍ର ସେମାନଙ୍କୁ ଦୁଃଖରୁ ବାହାର କର ପ୍ରଭୁ। ସେମାନେ ଭୁଲିଯିବେ ଦୁଃଖର ଦିନ, କାରଣ ତୁମେ ଅନାଥ ମାନଙ୍କର ନାଥ, ତୁମେ ବିଧବା ମାନଙ୍କର ସ୍ୱାମୀ ପ୍ରଭୁ। ସେଇ ବଳ ସେମାନଙ୍କୁ ପ୍ରଦାନ କର। ଜାଗତିକ ପିତା ନଥିଲେ ମଧ୍ୟ, ଜାଗତିକ ସ୍ୱାମୀ ନଥିଲେ ମଧ୍ୟ, ଜଗତ ଆଜି ଆମକୁ ଅନାଥ ବୋଲି ଡାକିଲେ ମଧ୍ୟ ମୋର ସ୍ୱର୍ଗୀୟ ପିତା ଅଛନ୍ତି, ମୋର ପରମ ପିତା ଅଛନ୍ତି। ତୁମ ପ୍ରଭୁ ସାନ୍ନିଧ୍ୟରେ ସବୁବେଳେ ସାନ୍ତ୍ୱନା ଶାନ୍ତି ଦେଇ ପରିବାରକୁ ଧୈର୍ଯ୍ୟ ସାହସ ପ୍ରଦାନ କର ବୋଲି ପ୍ରାର୍ଥନା କରୁଛୁ। ପ୍ରାର୍ଥନା କରୁଛୁ ପ୍ରଭୁ ତୁମ ଦାସ ପ୍ରଭୁ ତୁମ ସହିତ ଗମନାଗମନ କରିଥିଲେ। କି ସୁନ୍ଦର ସମ୍ପର୍କ ତୁମ ସହିତ ଥିଲା। ନହ ତୁମ ସହିତ ଗମନାଗମନ କରିଥିଲେ, ହନକ ତୁମ ସହିତ ଗମନାଗମନ କରିଥିଲେ। ପୁଣି ସେମାନେ ପ୍ରଭୁ ତୁମର ସେଇ ସଂକଳ୍ପ ଅନୁସାରେ ତୁମେ ସେମାନଙ୍କ ମଧ୍ୟ ଦେଇଥିଲ, ଅନ୍ତର୍ନିହିତ କରିଥିଲ ପ୍ରଭୁ। ତଦ୍ରୂପ ସୁନ୍ଦର ଜୀବନ ଦେଲ। ଆଜି ସେମାନଙ୍କ ଗହଣରେ ନାହାନ୍ତି ପ୍ରଭୁ। କିଛି ଦିନ ଗଲେ ସମସ୍ତେ ଭୁଲିଯିବେ, କିନ୍ତୁ ତାଙ୍କର ଯୋଉ କ୍ରିୟା କର୍ମ ରହିଛି ମଣ୍ଡଳୀ ପାଇଁ, ସମ୍ମିଳନୀ ପାଇଁ, ତାହା ସବୁଦିନ ବଞ୍ଚିଥିବେ ପ୍ରଭୁ। ସେଥିପାଇଁ ଧନ୍ୟବାଦ ଦଉଛୁ ସେ ସାକ୍ଷ୍ୟମୟ ଜୀବନ ପାଇଁ। ପ୍ରାର୍ଥନା କରୁଛୁ ସଦାବେଳ ସମସ୍ତ ଅନ୍ତରକୁ ଶାନ୍ତି ସାନ୍ତ୍ୱନା ଦିଅ। ପୁଣି ପ୍ରଭୁ ମଣ୍ଡଳୀକୁ ମଧ୍ୟ ଶାନ୍ତି ସାନ୍ତ୍ୱନା ଦେଇ ଆଶୀର୍ବାଦ କର। ସେମାନଙ୍କର ଅବଶିଷ୍ଟ ଭବିଷ୍ୟତ ଜୀବନକୁ ସ୍ୱର୍ଣ୍ଣମୟ କରିଦିଅ ପ୍ରଭୁ। ପିଲାମାନଙ୍କ ଭବିଷ୍ୟତ ଜୀବନକୁ ସୁନା କରିଦିଅ ପ୍ରଭୁ। ଆଶୀର୍ବାଦ ଭାଗ୍ୟବାନ କର, ଭାଗ୍ୟବତୀ କର। ଯୀଶୁଙ୍କ ନାମରେ ମାଗୁଛୁ ପିତା। ପ୍ରେମିକ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଛୁ।
कारण तुम्हें आम मध्य तुम इच्छा को सब प्रकाश कर आम जेहेतु तुमको विश्वास कर मानवा बाध्य तुम्हें आम परमेश्वर तुम्हें आम आज पर्यंत प्राण बचे आम मध्य निश्चित उत्थान पतन रही तथापि तुम्हें आम प्रेम कर तुम पवित्र पाद तले आम रखी तुम गौरवर कारण धन्यवाद प्रभु प्रिय भाई हर्ष को मो ठार रक्त एवं मांस तुम नेला निश्चित रूपे मोर मान से खबर शुणला मोर बीपी बढ़ीगला मोर मुंड बुलेला मु तले पड़ जाऊनी किंतु तुम लोक मैंने मत रक्षा कले आश्चर्य भाव से कार्य कल बोली तथापि तुम धन्यवाद कर प्रभु परिवार एते बड़ दुख जदि हो जागतिक भाव किंतु पर मुहूर्त तुम्हें सुख देव से धैर्य दियो साहस दियो तुम ऊपर निर्भर कर मन दियो तुम प्रति आसक्त होवार मन दियो एबर दुख सब भूली जीवे तुम आनंदित प्रार्थना करुचु निश्चित रूप से जगतर जीवन यात्रा भितर विभिन्न कथा मन को आसुथिब किंतु तुम पवित्र वाक्य आम जाना पक्षी मान उदाहरण तुम्हें आम जाना जो मैंने बुड़ती ना काटती ना किंतु से माने उपवास रहना प्रभु तुम्हें आम को सृष्टि से माने खुशी रे आनंद रे जीवन में बंचा सहित तुमको विश्वस्त भाव ग्रहण कर आग को बढ़े दया कर आशीर्वाद मंडली आम समस्ते निश्चित भाव दुखी मंडलीर जड़े बलिष्ठ व्यक्ति को तुम्हें नहीं प्रकृत केते परिस्थिति थिले मध्य से युवक मान तुम पवित्र वाक्य परामर्श स्वर्गस्थ पिता तुम धन्यवाद करुछु प्रभु ए स्वांतना प्रार्थना रे दुखी परिवार को तुम चरण तले देवा पाए जो सुंदर समय देलो से तुम धन्यवाद प्रभु तुम्हारी प्रिय दास को तुम्हें तुम सानिध्य को नहीं अच्छे बोले हमें विश्वास करुछु प्रभु तांको जीवन रो अनेक विषय आम शुणी अच्छु पिता तदनुसार आदर्श जीवन आम जापन करने तुम्हें साहाय्य कर बोले प्रार्थना करुछि प्रभु प्रिय भौणी को प्रभु तांको कोल देथिबा झियो माननकु पुओंकु तुम्हें दया कर आशीर्वाद कर प्रभु से माने निराश हताश न होई तुम ऊपर सब बेले निर्भर कर जीवन काटिबे ए प्रकार तुम्हें दया कर प्रभु बापा आदर्श रे प्रभु निज को अनुप्राणित करी आहुरी अधिक अधिक तुम राज्यर कार्य व्यवहार हो पारे सपरिवार प्रकार तुम्हें अनुग्रह कर प्रभु तुम्हें तो जिहवा जिरी परमेश्वर से सकल विषय तुम्हें जोगाओ प्रभु से भविष्य तुम्हें गठन कर प्रभु से तुम्हें धरी रख बोली प्रार्थना करुछे प्रभु तुम्हें दया कर अनुग्रह कर प्रभु कौन मते हताश होगापाई दियो ना निराश होगापाई दियो ना भांगी पड़ापाई दियो ना कारण तुम्हें आमर स्वर्गस्थ पिता प्रभु तुमर सब किछि पृथ्वी और बहिर पूर्णता तुमर प्रभु तुम्हें से कौन मते प्रभु विचलित होगापाई दियो ना प्रभु सदा सर्वदा सब बेले तुम ऊपर निर्भर करी तुमको भय करी जीवन काटिबे तुम राज्य को प्रिय मणिबे ए प्रकार अनुग्रह कर प्रार्थना करुछे मंडली रे जो अपूर्ण क्षति होई अछि प्रभु हर्ष भाई परे आहरी अनेक को तुम्हें उठाओ अनेक को तुम्हें ओ प्रभु व्यवहार कर जेपरी मंडली रो समस्त दायित्व भार नहीं पारे प्रकार तुम्हें दया कर प्रभु हर्ष भाई सतरे मंडली को तुम लोक मान